କ'ଣ କେବଳ ଖାଲି ମାନେ ଝିଅ ବାହାଘରରେ ପଇସା ଖର୍ଚ୍ଚ ହେଉଛି, ପୁଅ ପିଲାଙ୍କ ବାହାଘରରେ କିଛି ପଇସା ଖର୍ଚ୍ଚ ହେଉନି? ହାଁ, ପୁଅ ପିଲାଙ୍କ ବାହାଘରରେ କିଛି ବୋଧେ ପଇସା ଖର୍ଚ୍ଚ ହେଉନି। କାହିଁ କହୁଛି ମାନେ ଆଜିର ଘଟଣା, ଆଜି ଗୋଟେ ମାନେ ସ୍ତ୍ରୀ ଲୋକଟା ଆସି ମୋ ପାଖରେ ପହଞ୍ଚିଲେ, ଆମ ଚାମ୍ବରକୁ ଆସିଥିଲେ। ମୁଁ କହିଲି କ'ଣ ହେଇଛି ନା ସାର୍, ମୋ ସ୍ୱାମୀର ମୋର ଅଲଗା ଅଲଗା ରହୁଛୁ, ସ୍ୱାମୀର ମୋର ଆଉ ପଡ଼ୁନାହିଁ। ମୁଁ କହିଲି କ'ଣ ତମର ଡିଭୋର୍ସ ହେଇଯାଇଛି? ନା ଆମର ଡିଭୋର୍ସ ବି ହେଇନା, ଆମେ କିନ୍ତୁ ରହୁ ବି ନା ଏକା ସାଙ୍ଗରେ। ମୁଁ କହିଲି ତାର ତମର ଅସୁବିଧା କ'ଣ? ନା ଆମର ଅସୁବିଧା କି ମୋର ବାହାଘର ବେଳେ ଯାହା ପଇସା ଖର୍ଚ୍ଚ ହେଇଥିଲା। ମୁଁ କହିଲି କେତେ ବର୍ଷ ହେଲାଣି ବାହାଘର? ନା ବର୍ଷେ ତଳେ ବାହାଘର ହେଇଥିଲା, ଏବେ ତାକୁ ସବୁ ଅଲଗା ଅଲଗା ରହୁଛନ୍ତି। କହୁଛନ୍ତି ମୋ ବାହାଘର ବେଳେ ଯାହା ପଇସା ଖର୍ଚ୍ଚ ହେଇଥିଲା ମୋ ସ୍ୱାମୀ ମାଗିଲି କି ମୋ ବାପାଙ୍କ ପଇସା ମୋତେ ଫେରେଇ ଦିଅ, ଯାହା ଖର୍ଚ୍ଚ ହେଇଥିଲା ମାନେ ତାଙ୍କ ବାହାଘରରେ, ଯାହା ମାନେ ତାଙ୍କ ସେ ଯେଉଁ ଖାଇବା ପିଇବା ଦେଇଥିଲେ ଲୋକଙ୍କୁ, ଝିଅ ପାଖରେ ଯାହା ଯାହା ଖର୍ଚ୍ଚ ହେଇଥିଲା। ମୁଁ କହିଲି ତମେ କ'ଣ ଯୌତୁକ ଦେଇଥିଲ କିଛି? ନା ଆଜ୍ଞା ଯୌତୁକ କିଛି ଦେଇଥିଲ, କେବଳ ବାହାଘର ଯାହା ପଇସା ଖର୍ଚ୍ଚ। ମୁଁ କହିଲି କେତେ ଟଙ୍କା ଖର୍ଚ୍ଚ ହେଇଥିଲା? ନା ଟଙ୍କା 10-12 ଲକ୍ଷ ଖର୍ଚ୍ଚ ହେଇଥିଲା। ମୁଁ କହିଲି ସେ 10-12 ଲକ୍ଷ କିଏ ଦେବ? ନା ସ୍ୱାମୀ ଦେବ ମୋତେ ଗୋଟେ 10-12 ଲକ୍ଷ ଟଙ୍କା ଯାହା ଖର୍ଚ୍ଚ ହେଇଥିଲା। ମୁଁ କହିଲି କ'ଣ ସ୍ୱାମୀ ବାହାଘର ପଇସା ଯେଉଁ ସ୍ୱାମୀ ଯେଉଁ ତମକୁ ବାହା ହେଲା ତାର ସେପଟେ କିଛି ପଇସା ଖର୍ଚ୍ଚ ହେଇନାହିଁ? ସିଏ କହିବ 10-12 ଲକ୍ଷ ତମେ ମୋତେ ଦିଅ। ଇଏ କି ଭଳିଆ କଥା କି ବାହାଘର ଯେ ଖର୍ଚ୍ଚ ହେଇଥିଲା ମୋ ବାପାଙ୍କ ପଇସା ତାକୁ ଦିଅ, ଆଉ ସିଏ କହିବ ସିଏ କ'ଣ ଚୋରି କରିକି ଆଣି ଦେଇଥିଲା? ତାଙ୍କର ବି ତାର ବାପା ପଇସା ଖର୍ଚ୍ଚ ହେଇଥିବ କି ନିଜ ମାନେ ଇନକମ୍ ଖର୍ଚ୍ଚ ହେଇଥିବ। ହଁ, ସିଏ କହିବ ମାମା 10-12 ଲକ୍ଷ ଫେରାଅ। ଏଇ ମାନେ କି ଭଳିଆ ମେଣ୍ଟାଲିଟି ଭାବନ୍ତୁ।